କାହାର କେତେବେଳେ କଣ ହେଇଯିବ କିଛି କହିହବନି। ଏଇ 2 ଦିନ ତଳେ ଭୋରୁ ଭାଇ ଉଠେଇଲା ମତେ, ମାକୁ ନେଇକି ଯିବୁ ହସ୍ପିଟାଲ, ଯା ଆଗ 6 ନମ୍ବର ଟିକେଟ କରିଦେ। ଟିକେଟ କଲି, ଯାଇକି ଭୋର 5ଟାରୁ ଯାଇକି ଠିଆ ହେଇକି ଟିକେଟ କଲି। ତାପରେ ଲାଇନ କଲି, ସେ ଭିତରେ ନମ୍ବରିଂ କଲି। ତାପରେ ଆମର ଆସିଲା, ଭାଇ କହିଲି ମାକୁ ନେଇକି ଆ। ଭାଇ ମାକୁ ଗାଡ଼ିରେ, ବାଇକ ସ୍କୁଟିରେ ନେଇକି ଆସିଲା, ଛାଡ଼ିଦେଲା ମୋ ପାଖରେ। ଭାଇ ପଳେଇଲା ତାର। ତାପରେ ମୁଁ ଦେଖେଇଲି ମାକୁ ଡକ୍ଟରଙ୍କୁ। ଡକ୍ଟର କହିଲେ ଯେ ଇଏ ତମର ସିରିୟସ୍ ହେଇଗଲାଣି, ଆଉ ଏଇନା ଆମେ ଆଡମିସନ କରିପାରିବୁନୁ, ଆଉ ଆପଣ ନେଇଯାଆନ୍ତୁ, ଆଉ କୋଉଠି ଆଡମିସନ କରିଦିଅନ୍ତୁ। ନା ମୁଁ କହିଲି କଣ ସିରିୟସ୍ ହେଇଗଲାଣି, ସେ ତ ଚାଲିକି ଆସିଛି ଆମ ସହିତ ଏଇଠି। ନା ତାଙ୍କୁ 5 ଦିନ ହେଲା ଆସିଲାଣି କାର୍ଡିଆକ ଆରେଷ୍ଟ, ହାର୍ଟକୁ ମାନେ ହାର୍ଟ ବ୍ଲକେଜ ଅଛି, ହଉନି ତାଙ୍କର, ମାନେ ପମ୍ପିଂ କମିଗଲାଣି। ତ ଭାଇ ମାନେ ଏମିତି ହଠାତ୍ ସେ ଚାଲିକି ଆସିଛି ଆମ ଆଗରେ, ଏଇଠି ବୁଲୁଛି, ଠିଆ ହେଇଛି, ମୋ ସହିତ କଥା ହିଁ ହଉଛି, କିଛି ନଥିଲା। ନା ତାପରେ କହିଲେ ଆଡମିସନ କରିଦେ। ମୁଁ କହିଲି ହଉ ତାହେଲେ ଆମେ ଯାଇକି ଅଲ୍ଟିମେଟରେ ଆମର ଆଡମିସନ କରିଦେଲୁ। ଅଲ୍ଟିମେଟରେ ଆଡମିସନ କରିଦେଲୁ। ସେଠି ମା ଭଲ ଏମର୍ଜେନ୍ସିରେ ସେ ରଖିଦେଲେ। ହଉଛି ସେଠି ବି ସେ ଡକ୍ଟର କହିଲେ ଯେ ଆଙ୍କର 5 ଦିନ ହେଲା ହେଲାଣି ପେନ୍, କିନ୍ତୁ ଆଗରୁ ଟିକେ ଆଣିଥିଲେ କଣ ହେଇପାରିଥାନ୍ତା, କିନ୍ତୁ ଏବେ ରିକ୍ସ ଅଛି। ତ ମୁଁ କହିଲି କଣ, ଏବେ ତ ସେ ତ ଆସିଲା, ଏଇଠି ଖାଇଲା ବି ମୋ ଆଗରେ, ସେ ହସ୍ପିଟାଲରେ ଖାଇଲା ବି। ତ ମୁଁ ଆଉ ମାନେ ହଁ ଆମେ କହିଲୁ ହଉ ଛାଡ, ମାନେ ଯାହା କରିବା କଥା ପ୍ରୋସିଜର କର, ସେ ତ ଠିକ ଅଛି, ଏଇ କର। ତାପରେ କିଛି ସମୟ ପରେ ମାକୁ ଆଇସିୟୁ ଭିତରକୁ ନେଇଗଲେ। ମା ତଥାପି ମାନେ ତାକୁ ପେନ୍ ହଉଥିଲା ସେତେବେଳକୁ, ମାନେ ନାଇଁ ଯେ କିଛି ହେଲାନି, ସେ ଏମର୍ଜେନ୍ସି ଥିଲାବେଳେ ବି ପେନ୍ ହଉଥିଲା, କିନ୍ତୁ କଥାବାର୍ତ୍ତା କରୁଥିଲା। ସବୁ ପେନ୍ ହଉଥିଲା କିନ୍ତୁ କଥାବାର୍ତ୍ତା କରୁଥିଲା। ତାପରେ ମୁଁ ଘରକୁ ଆସିଲି, ମାକୁ ଖାଇବାକୁ ଦେଇକି ଘରକୁ ଆସିଲି, ଖାଇଲା ସିଏ ମୋ ଆଗରେ, ମୁଁ ଘରକୁ ଆସିଲି। ତାପରେ ସିଏ କଣ ହେଲା, ମୁଁ ଗଲି ଆଉ ଥରେ ଖାଇ ପିଇକି, ମା ମୋ ପିଇସି ଗୁରା ଯୋଉମାନେ ଥିଲେ ସେମାନେ ଆସିଲେ ଖାଇବାକୁ। ତ ସେତିକି ଭିତରେ ଏମର୍ଜେନ୍ସିରୁ ମତେ ଡକା ଆସିଲା ପେସେଣ୍ଟ ନାଁରେ, ଲକ୍ଷ୍ମୀ ସୁବୁଦ୍ଧି ପେସେଣ୍ଟ କିଏ ଅଛନ୍ତି ଆସନ୍ତୁ। ତ ମୁଁ ଗଲା ବେଳକୁ ମାର ପୁରା ସିପିଆର ଚାଲିଛି। ଆଉ ନାହିଁ ସେତେବେଳକୁ, ସେଇଠୁ ହିଁ ଦେଖିକି ଜାଣି ସାରିଲି ନାହିଁ। ତାପରେ ତ ଭାଇ ଆଜିକି 3 ଦିନ ହେଇଗଲାଣି। ଭାଇ ଏଇ ମାନେ ଭିଡିଓଟା ମୁଁ ବନେଇବାର କାରଣ ହଉଛି ଯେ, ମାନେ ମୁଁ ମୋ ଦୁଃଖ ମାନେ କହିବା ପାଇଁ ଏ ଭିଡିଓଟା ବନଉନି ଭାଇ। ମୁଁ ମାନେ ବନଉଛି ଏ ଭିଡିଓଟା ଏଥିପାଇଁ ଯେ, ମାନେ ଆପଣଙ୍କ ଘରେ ବି ଯୋଉମାନେ ବয়োଜ୍ୟେଷ୍ଠ ଟିକେ ନାହାନ୍ତି, ମାନେ ଟିକେ ହେଲାଣି ଏଜ ଯୋଉମାନଙ୍କୁ, ମାନେ ତାଙ୍କର ସେମାନେ ଲୁଚାନ୍ତି ଭାଇ, ବହୁତ ଗୁଡାଏ କଥା ଲୁଚାନ୍ତି ସେମାନେ। ମାନେ ଯେମିତି କି ତାଙ୍କର କଣ ଗୋଟେ ହେଲା ରୋଗ ଫୋଗ, ସେ ମାନେ ବହୁତ ନେଗଲେକ୍ଟ କରନ୍ତି, ମାନେ ଦେଖାନ୍ତିନି। ଏଠି ଭାଇ ଇଏ ମାନେ ଡକ୍ଟର କହିଲେଣି 5-6 ଦିନ ହେଲା ତାଙ୍କର ପେନ୍ ବାହାରିଲାଣି। ଇଏ ମାନେ ପେନ୍ ହଉଛି, ହଁ ଗ୍ୟାସ୍ ପାଇଁ ପେନ୍ ହଉଥିବ, ଗ୍ୟାସ୍ ଟାବଲେଟ ଖାଇଦବା ଭଲ ହେଇଯିବ। ଭାଇ ନାହିଁ ଆଉ ସେ ଲୋକ। ଆପଣ ମାନେ ସେ ଭୁଲ କରନ୍ତୁନି ଯେ ଆପଣ ପିଲାମାନଙ୍କଠୁ ଲୁଚାନ୍ତୁ କିଛି।